ବର୍ତ୍ତମାନ ଲଗାତାର ଦେଢ଼ ମାସ ଧରି ବର୍ଷା ହେବା କାରଣରୁ ପରିସ୍ଥିତି ଟିକେ ସଙ୍ଗୀନ ଅଛି। ଯେମିତି ପରିବା ଗଛ ଗୁଡ଼ାକ ସବୁ ମରିଗଲାଣି, ତେଣୁ ପରିବା ରେଟ୍ ଟିକେ ବଢ଼ିଛି ଏବଂ ନାସିକରେ ମଧ୍ୟ ଭୀଷଣ ବର୍ଷା ହେବା କାରଣରୁ ପିଆଜ ଗଛ ମଧ୍ୟ ନଷ୍ଟ ହୋଇଛି। ତ ପିଆଜ ସପ୍ଲାଇ ଟିକେ କମିଯାଇଛି। ପିଆଜର ଦର ବୃଦ୍ଧି ଟିକେ ଦେଖାଦେଇଛି। ସେଇ ହିସାବରେ ଚିନି ମଧ୍ୟ ରେଟ୍ ବଢ଼ିଛି। ତ ଆମର ସରକାରଙ୍କର ଉଦ୍ଦେଶ୍ୟ ରହିବ ଯେ ମହଜୁଦକାରୀମାନେ ଯେମିତି ଲୋକମାନଙ୍କୁ ହଇରାଣ କରିବେ ନାହିଁ, ସେଥିପାଇଁ ଆମର ରେଗୁଲାରଲି ଚଢ଼ଉ ଚାଲିଛି। ଅଫିସରମାନଙ୍କୁ କୁହାହେଇଛି ଯେଉଁଠି ସେମାନେ ମହଜୁଦକାରୀମାନେ ରଖିଛନ୍ତି କିଛି ମାଲ ଜାମ୍ କରିକିରି ତା ଉପରେ ନଜର ରଖନ୍ତୁ ଏବଂ ଅନେସେରୀ ଜିନିଷ ଆଭେଲେବୁଲ୍ ଥାଇକିରି ରେଟ୍ ବଢ଼ିବାଟା ଆମେ କରେଇଦେବୁ ନାହିଁ। ଆଉ ତା ଉପରେ ବି ନଜର ଆମେ ରଖିଛୁ। ତେଣୁ ସ୍ୱଳ୍ପ ସମୟ ପାଇଁ ପରିସ୍ଥିତି ସୃଷ୍ଟି ହେଇଛି। ୟା ପରେ ଏ ପରିସ୍ଥିତି ଠିକ୍ ହେଇଯିବ ଏ ମୋର ବିଶ୍ୱାସ। ଯେଉଁ ଆମର ପନିର ଆଭେଲେବୁଲ୍ ହେଉଛି ତ ତା ଉପରେ କେମିତି କ'ଣ ସରକାରଙ୍କ ତରଫରୁ ସରକାର ଆକ୍ସନ୍ ନେଉଛନ୍ତି। ଡୁପ୍ଲିକେଟ୍ ଜିନିଷ ଉପରେ ଚଢ଼ଉ ଚାଲିଛି, ଆକ୍ସନ୍ ନେଉଛନ୍ତି ଏବଂ ଡୁପ୍ଲିକେଟ୍ ଜିନିଷ ଯେଉଁମାନେ ସବୁ କରୁଛନ୍ତି ତାଙ୍କ ଉପରେ ମଧ୍ୟ କେସ୍ ହେଉଛି, ତାଙ୍କୁ ଆରେଷ୍ଟ କରାଯିବ, ତାଙ୍କ ଉପରେ ଫାଇନ୍ କରାଯାଉଛି। କିନ୍ତୁ ଏ ବିଷୟଟା ଯେ ସ୍ୱାସ୍ଥ୍ୟ ବିଭାଗର ଅଣ୍ଡରରେ ଆସୁଛି ଆଉ ସ୍ୱାସ୍ଥ୍ୟ ବିଭାଗ ମୁଁ ଭାବୁଛି ଠିକ୍ ଭାବରେ କାମ କରୁଛି। ଚିନିର ଏବେ ବି ଆମ ଗଭର୍ଣ୍ଣମେଣ୍ଟ ଆଉ ଆମେ ତା ଉପରେ ଟ୍ୟାକ୍ସ ଫ୍ରି କରାଯାଇଛି, ଆମଦାନୀ ଟ୍ୟାକ୍ସ ଫ୍ରି କରାଯାଇଛି। ମୁଁ ଭାବୁଛି ଅଳ୍ପ ଦିନ ଭିତରେ ତା'ର ସମସ୍ୟା ସମାଧାନ